ନିଜର କରିପାରିଲିନି। ନାଇଁ ନାଇଁ ନାଇଁ, ଯେମିତି ହେଲେ ବି ଯେମିତି ହେଲେ ବି ତାକୁ ମୁଁ ଇଏ ତ ବ ହେଇକି ଯାଇଛି ନା। ସେଇ ଅରମ ଯଦି ବ ହେଇକି ଯାଇଥିଲେ କଣ ସେମାନଙ୍କୁ ମୁଁ କେବେ ବି ସୁଖରେ ସଂସାର କରିବାକୁ ଦେବିନି। କାହିଁକି ନା ଏଇ ରଣର ଗୋଟିଏ କଥା 100 କଥା ସହିତ ସମାନ। ওই মেঘা কোন এলা ମୋ ପାଖରେ ପୁଣି ତମର ଜରୁରୀ କଥା ଅଛି। ହରେ କୁହ ମେଘା, ଆରେ କି କଥା କହିବ? କୋଉଠି ହେଲା ପାଖକୁ ଆସିବ? ଓକେ ଆସ ମେଘା, ମୁଁ ତାହେଲେ ପାର୍କରେ ୱେଟ୍ କରିଛି। ହରେ ଶୀଘ୍ର ଆସ। Hi, Rana. Hi, my sweetheart, Mega darling. Hey, Mega, तू बड़ी मते को झरी रे कोदा। अरे କହିବା ପାଇଁ ଚାହୁଁଥିଲୁ। अरे कह मेगा, अरे कह। କଥା କଣ କି ରାଣା? ମୁଁ ତମକୁ ସେଇ କଥା କହିବି, ହେଲେ ସେଇ କଥାଟା ଶୁଣି ମୋ ଉପରେ ରାଗିବନି ତ? Hey, Mega. Hey, Mega. ରାଣା କଣ କେବେ ତମ ଉପରେ ରାଗିଛି? ନାଇଁ ମେଘା ନାଇଁ, ତୁ ଯାହା କହିବାର ଅଛି ମନ ଖୋଲି କହ। अरे कह मेगा, କଣ କହିବାକୁ ଚାହୁଁଛୁ? କଥା କଣ କି ରାଣା? ସେଇ କଥାଟା ହେଲା, ଆରେ ସେଇ କଥାଟା ହେଲା, ଆରେ ମୋ ବାପା ମୋ ମାଇର ପୁଅ ପିୟୁଷ ସହିତ ମୋ ବାହାଘର ଠିକ କରିସାରିଛନ୍ତି। ନାଇଁ ମେଘା ନାଇଁ। ଏ ମେଘା, ତୁ କଣ କହୁଛୁ ମେଘା? ତ ମାନେ ତୋ ଡାଡି ତୋ ବାପା ତୋ ବାହାଘର ଠିକ କରିଛନ୍ତି? ନାଇଁ ମେଘା ନାଇଁ, କେବେ ବି ସମ୍ଭବ ହେଇପାରିବନି। କାହିଁକି ନା ଏ ରାଣା ମେଘା ବିନା ବଞ୍ଚି ପାରିବନି କି? ମେଘା ଏ ରାଣା ବିନା ବଞ୍ଚି ପାରିବନି। ଆଉ ତମେ ପୁଣି ମତେ ଛାଡି ବାହା ହେଇଯିବ? ଇମ୍ପସିବଲ। ଏ ରାଣା, ଆରେ ମୁଁ ବାହା ହେବି ସତ, ହେଲେ ଆମ ପ୍ରେମ ସମ୍ପର୍କଟା ସବୁବେଳେ ଏମିତି ଚାଲୁଥିବ, ବୁଝିଲ? ଆଉ ବୁଝିଲେ ରାଣା, ମୁଁ ଯୋଉ ଘରକୁ ବାହା ହେଇକି ଯାଉଛି, ଆରେ ତାଙ୍କ ଘରେ ଧନ ସମ୍ପତ୍ତିର କିଛି ଅଭାବ ନାହିଁ। ଆରେ ତମେ ଯେତେବେଳେ ଯାହା ଚାହିଁବ ତାହା ମୁଁ ଆଣିକି ଦେବି। ଆଉ ଗୋଟେ କଥା ଜାଣିଛ? ଆରେ ମୋ ମାଇର ପୁଅ ପିୟୁଷ ଗୋଟେ ନିଚ୍ଛ ଜାତିର ଗରିବ ଝିଅକୁ ବାହା ହେଇକି ଘରକୁ ଆଣିଛି, ହେଲେ ମୋ ମାଇ ସେଇ ସେଇ ଝିଅକୁ ଆରେ ବୋହୂ ଭାବରେ ଗ୍ରହଣ କରୁନି। ସେଇଥିପାଇଁ ମୋତେ ବୋହୂ କରିକି ତାଙ୍କ ଘରକୁ ନେବାକୁ ଚାହୁଁଛନ୍ତି। ଆଉ ତାଙ୍କ ଘରେ ଯାଇକି ତାଙ୍କ ଘରର ଯେତିକି ଧନ ସମ୍ପତ୍ତି ଅଛି ସବୁ ମୋ ହାତ ମୁଠାରେ ହେବ। ତାପରେ ଆମେ ଦୁଇ ଜଣ ସେଇ ଘରେ ଆରେ ରାଜ କରିବା, ରାଜ। वा मेगा वा, तो ମାଇଣ୍ଡଟାକୁ ମାନିଗଲି। ଏ ମେଘା, ତୁ ତାହେଲେ ତାଙ୍କ ଘର ଧନ ସମ୍ପତ୍ତି ଦେଖି ବାହା ହେଇଯିବୁ। ଆଉ ଧନ ସମ୍ପତ୍ତି ସବୁ ତୋ ହାତ ଉଠାକୁ। ତାପରେ ତୁ ମୋ ମିଶି ରାଜ କରିବାର। ଏ ମେଘା, ହେଲେ ଗୋଟିଏ କଥା ମନେ ରହ, এই ରାଣାକୁ କେବେ ଭୁଲି ଯିବୁନି ଲୋ। এই ରାଣାକୁ ଯେତେବେଳେ ଦେଖା କରିବାକୁ ଇଚ୍ଛା ହବ, ତତେ ମୁଁ ଗୋଟେ ମିସ୍ କଲଟେ ମାରିବି, ସିଧା ମୋ ପାଖକୁ ଚାଲି ଆସିବୁ ବାସ୍। ଏ ରାଣା, ଆରେ ତମେ ସେଥିପାଇଁ ଚିନ୍ତା କରୁଛ? ଆରେ ତମେ ଯେତେବେଳେ ମୋତେ ଫୋନ କରିକି ଡାକିବ, ମୁଁ ସେତେବେଳେ ତମ ପାଖକୁ ଧାଇଁକି ଆସିବି। ହଉ ଛାଡ଼, ଟାଇମ୍ ବହୁତ ହେଉଛି, ମୋ ବାହାଘର ପାଇଁ ଅଳ୍ପ ଦିନ ବାକି ଅଛି। ମୁଁ ବର୍ତ୍ତମାନ ଆସୁଛି, ବାଏ। वा मेघा वा, ତୁ ତାହେଲେ ସେଇ ଅରମଜାଦ ପିୟୁଷକୁ ବାହା ହେଇଯିବୁ କେବଳ ତା ଧନ ସମ୍ପତ୍ତି ଦେଖି। ମୋ କାମଟା ସହଜ ହେଇଯିବ। ମୋର ଅନେକ ଦିନର ବଦଲା ବି ପୂରଣ ହବ। କାହିଁକି ନା
ସେଇ ହରମଜାଦା ପିୟୁଷ ମୋ ଝିଲମିଲକୁ ଜଣେ ନେଇ ବାହା ହେଇଯାଇଛି। ମେଘା ଯଦି ତାଙ୍କ ଘରକୁ ବାହା ହେଇକି ଗଲା ପରେ ମୁଁ ମେଘାକୁ ଗୋଟିଏ ବ୍ରହ୍ମାସ୍ତ୍ର ସଜେଇବି। ପିୟୁଷର ପରିବାରଟାକୁ ଚରକାର କରିଦେବି। ନାଇଁ ନାଇଁ ନାଇଁ, ଯେମିତି ହେଲେ ବି ମେଘକୁ ଏମିତି ଗେମ୍ ଖେଳିବାକୁ କହିବି। ସେ ପିୟୁଷ ସେ ସାଲି ଝିଲମିଲଟାକୁ ଘରରୁ ଧକ୍କା ମାରି ବାହାର କରିଦବ। ହେଲେ ଏଇ କଥା ଯଦି ମେଘା ଜାଣିଦିଏ, ନା ନା এই কথাটা মেঘা ন জানিলা পরি কাম করিবি। যাচ্ছি এই মেঘাକୁ ମୁଁ ব্রহ্মাস্ত্র সজেইবি। ମୁଁ ତ କିଛି ଭୁଲ କରେନି, ମୁଁ ତ କିଛି ଦୋଷ କରେନି, ମତେ ଏମିତି କାହିଁକି ମାରୁଛ? କାହିଁକି ମାରୁଛୁ? କାହିଁକି ମାରୁଛୁ ତୁ କଣ ଜାଣିପାରୁନୁ? ଗୋଟେ ନିଚ ଜାତିର ଗରିବ ଛେଇ ଏତେ ବଡ ଘରର ବୋହୂ ହେଇଛୁ। ଆରେ ମୁଁ ତତେ ବୋହୂ କହିବାକୁ ଲାଜ ଲାଗୁଛି, ଲାଜ। ଆରେ ତୁ ଯେବେଠାରୁ ଏ ଘର ବୋହୂ ହେଇକି ଆସିଛୁ ଆମେ ଗାଁ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁନୁ। ସେଥିପାଇଁ ଯେତେ ଶୀଘ୍ର ପାରୁଛୁ ଏଇ ଘର ଛାଡି ତୁ ତ ବାପ ଘରେ ଚାଲି ଯା। ମୁଁ ଏଇ ଘର ଛାଡି ଯାଇ ପାରିବିନି। ମୁଁ ଜାଣିଛି ବା, ମୁଁ ଠିକ ଜାଣିଛି। ମୁଁ ଗୋଟେ ଆଦିବାସୀ ନିଚ ଜାତିର ଝିଅ। ମୋ ପାଖରେ ମଣିଷ ଚିହ୍ନିବାର ଶକ୍ତି ଅଛି, ମଣିଷ ବୁଝିବାର ଶକ୍ତି ଅଛି। ଦରକାର ନାହିଁ, ଦରକାର ନାହିଁ। ତୋ ପରି ଗୋଟେ ନିଚ ଜାତିର ଗରିବ ଝିଅ ଏ ଘରର ବୋହୂ ହେବାର ଯୋଗ୍ୟତା ନୁହେଁ। ସେଥିପାଇଁ ତୁ ଯେତେ ଶୀଘ୍ର ପାରୁଛୁ ଏଇ ଘର ଛାଡି ଚାଲି ଯା। ମତେ ବାର ଜୀବନ ମାରିଦେଲେ ମୁଁ ଏଇ ଘର ଛାଡି ଚାଲି ଯାଇ ପାରିବିନି। ମୁଁ ତମ କଥା ଜାଣୁଛି, ମୁଁ ତମକୁ ଗଣ ଧରୁଛି। ହରାମଜାଦି, ତୁ ଯଦି ଏ ଘରେ ରହିଲେ ଏ ଘରର ମାଛ ସବୁ ମାଟିରେ ମିଶିଯିବ। ଭଲରେ ଭଲରେ କହୁଛି ଏଇ ଘର ଛାଡି ଚାଲି ଯା, ଏଇ ଘର ଛାଡି ଚାଲି ଯା। ନହେଲେ ଦେହରେ କିରାସିନ ଡାଲି ତୋ ଦେହକୁ ପୁରା ଝାଡ଼ିଦେବି। ଭଲରେ ଭଲରେ କହୁଛି ଏଇ ଘର ଛାଡି ଚାଲି ଯା, ଏ ଚାଲି ଯା କହୁଛି। আরে তুই যদি গরিব ছ তুই যদি এ ঘরে রইলে এ ঘরের মাছ মাটির মিশছে। আরে যা করছে কଣ କହିଲୁ ପଡାମ ସଦର କାଢି ତୁ ଏ ଘର ଛାଡି ଯିବୁନି। ଯେତେ ଶୀଘ୍ର ବାହାରିଛୁ ଏ ଘର ଛାଡି ଚାଲି ଯା, ନହେଲେ ମାରୁ ମାରୁ ତ ଜୀବନ ନାହିଁ ଯିବୁ, ବୁଝିଲୁ।